ଶ୍ରୀମନ୍ଦିରରେ ବ୍ୟବହୃତ ହେଉଥିବା କେତେକ ପ୍ରଶ୍ନ ଓ ଉତ୍ତର। ଶ୍ରୀମନ୍ଦିରରେ ଉତ୍ଥାପନ ଏକାଦଶୀର ଗୁରୁତ୍ୱ କ'ଣ? କାର୍ତ୍ତିକ ଶୁକ୍ଳ ଏକାଦଶୀ, ଏହାକୁ ହରି ଉତ୍ଥାପନ ଏକାଦଶୀ କୁହାଯାଏ। ଶ୍ରୀମନ୍ଦିରରେ ବଡ଼ସିଂହାର ଭୋଗ ପରେ ମହାସ୍ନାନ ପୂଜା ପରେ ଏକାଦଶୀ ପୂଜାଦି କର୍ମ ହୁଏ। ମାଳ ଫୁଲ ଲାଗି ବେଶ ହୋଇ ତ୍ରିମୂର୍ତ୍ତି ଅଳଙ୍କାର ଲାଗି ହୋଇ ବଲ୍ଲଭ ବଡ଼ସିଂହାର ଭୋଗ ଓ ଷୋଡ଼ଶ ଉପଚାରରେ ମାଣୋହି କରାଯାଏ। ଶ୍ରୀମନ୍ଦିରରେ ଉପଚାର ଶବ୍ଦ ପ୍ରୟୋଗର ପ୍ରାସଙ୍ଗିକତା କ'ଣ? ଔଷଧ ପ୍ରୟୋଗ, ବ୍ୟବହାର, ବିଧାନ ଓ ଶିଷ୍ଟାଚାର। ଶ୍ରୀମନ୍ଦିରରେ ଶ୍ରୀ ବିଗ୍ରହଙ୍କର ପୂଜା ସମୟରେ ଉପଯୋଗୀ ଦ୍ରବ୍ୟମାନଙ୍କୁ ଉପଚାର ଭାବେ ଧରି ନିଆଯାଏ। ଶ୍ରୀମନ୍ଦିରରେ ଉପାଙ୍ଗର ଶବ୍ଦର ଆବଶ୍ୟକତା କ'ଣ? ଏହା ଏକ ପ୍ରକାର ବାଦ୍ୟ ବିଶେଷ। ଏହା ଶ୍ରୀମନ୍ଦିରରେ ଠାକୁରଙ୍କ ନୀତିରେ ବ୍ୟବହୃତ ହୋଇଥାଏ। ଶ୍ରୀମନ୍ଦିରର ପରମ୍ପରାରେ ଉଭା ଅମାବାସ୍ୟା କହିଲେ କ'ଣ ବୁଝାଯାଏ? ଆଷାଢ଼ ଅମାବାସ୍ୟା ଶ୍ରୀମନ୍ଦିରର ଅଣସର ପରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଠାକୁରଙ୍କୁ ଉଭା କରାଯାଉଥିବାରୁ ଏହା ଉଭା ଅମାବାସ୍ୟା ନାମରେ କଥିତ। ଶ୍ରୀମନ୍ଦିରରେ କଦଳୀ ବଡ଼ାର ଆବଶ୍ୟକତା କ'ଣ? ଏହା ଏକ ପ୍ରକାର କଦଳୀ ପ୍ରସ୍ତୁତ ଭୋଗ। ଏହା ଠାକୁରଙ୍କ ବଡ଼ସିଂହାର ଧୂପରେ ଲାଗି ହୋଇଥାଏ। ଶ୍ରୀମନ୍ଦିରରେ କନକ ମୁଣ୍ଡେଇ କହିଲେ କ'ଣ ବୁଝାଯାଏ? କନକ ମୁକ୍ତି ଗମ୍ଭୀରା ଭିତରେ ବିଗ୍ରହମାନଙ୍କ ଉପରେ ନିର୍ମିତ କାଠର ମଣ୍ଡପ। ଶ୍ରୀମନ୍ଦିରରେ କନ୍ଦର୍ପ ଚୋରି କହିଲେ କ'ଣ ବୁଝାଯାଏ? ମହାପ୍ରଭୁଙ୍କ ଦଅଣା ଚୋରିକୁ ଶ୍ରୀମନ୍ଦିରରେ କନ୍ଦର୍ପ ଚୋରି ବୋଲି ମଧ୍ୟ କୁହାଯାଏ। ଶ୍ରୀମନ୍ଦିରରେ କବାଟ ପକା ସେବକଙ୍କ ଭୂମିକା କ'ଣ? ବାହୁଡ଼ା ଯାତ୍ରା ଶେଷରେ ଶ୍ରୀ ବିଗ୍ରହମାନଙ୍କର ନୀଳାଦ୍ରି ବିଜେ ଦିନ ମା ଲକ୍ଷ୍ମୀଙ୍କ ପକ୍ଷରୁ ଜଗନ୍ନାଥଙ୍କୁ ଦ୍ୱାର ପକାଯାଉଥିବା ସେବକଙ୍କୁ କବାଟ ପକା କୁହାଯାଏ। ଏହି କାର୍ଯ୍ୟରେ ନିୟୋଜିତ ସେବକଙ୍କୁ କବାଟ ପକା ସେବକ କୁହାଯାଏ। ଶ୍ରୀମନ୍ଦିର ସେବା ପୂଜାରେ କମାର କଣାର ଅର୍ଥ କ'ଣ? ଶ୍ରୀମନ୍ଦିରରେ ସମସ୍ତ କଣ୍ଟା ଖିଲ ଓ ଲୁହା ଦ୍ରବ୍ୟ ଯୋଗାଇବା ସେବକ ଆଶ୍ୱିନ ମାସ 16 ପୂଜା ସମୟର ଅଷ୍ଟମୀ ତିଥିରେ କାକୁଡ଼ି ଖାଇଙ୍କ ନିକଟରେ ବଳି ଦେଉଥିବା ସେବକ। ଶ୍ରୀମନ୍ଦିର ପରିପ୍ରେକ୍ଷୀରେ କାମାଙ୍ଗୀର ଅର୍ଥ କ'ଣ? ଏହି ମାଦଳା ପାଞ୍ଜିର ଏକ ଅଂଶ। ଏଥିରେ ଶ୍ରୀମନ୍ଦିର ସେବକମାନଙ୍କର କାର୍ଯ୍ୟ ଓ ଦାୟିତ୍ୱ ଲିପିବଦ୍ଧ ହୋଇଥାଏ। ଏହା ଗଜପତି ରାଜା ରାମଚନ୍ଦ୍ର ଦେବ ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କର ନିର୍ଦ୍ଦେଶରେ ପାଞ୍ଜି ଲେଖା ଆରମ୍ଭ ହୋଇଥିଲା। ଶ୍ରୀମନ୍ଦିରର ପରମ୍ପରା ଏକର୍ବଣୀ ଶବ୍ଦର ଅର୍ଥ କ'ଣ? ଶ୍ରୀମନ୍ଦିର ଶ୍ରୀ ବିଗ୍ରହମାନଙ୍କର ଏକ ପ୍ରକାର ଶଙ୍ଖୁଡ଼ି ଭୋଗ ବିଶେଷ। ପନିପରିବା, ଫୁଟଣ ଇତ୍ୟାଦି ପଡ଼ି ପ୍ରସ୍ତୁତ କରାଯାଉଥିବା ଘୃତପକ୍ୱ ଅନ୍ନ ଏହା ଶ୍ରୀ ବିଗ୍ରହମାନଙ୍କ ଭୋଗ ରୂପେ ଅର୍ପଣ କରାଯାଏ। ଶ୍ରୀମନ୍ଦିରରେ ଏକବର୍ଣ୍ଣୀ ପୁଷ୍ପ କହିଲେ କ'ଣ ବୁଝାଯାଏ? ଶ୍ରୀମନ୍ଦିରରେ ଜଗନ୍ନାଥଙ୍କୁ ଅର୍ପଣ କରାଯାଉଥିବା ଏକ ବର୍ଣ୍ଣର ପୁଷ୍ପମାଳ। ଶ୍ରୀମନ୍ଦିରରେ ବ୍ୟବହୃତ କରାଯାଇଥିବା ଏକବିଂଶ ବତୀର ଅର୍ଥ କ'ଣ? ଶ୍ରୀମନ୍ଦିରରେ ଶ୍ରୀ ବିଗ୍ରହଙ୍କ ଆଳତୀ ସମୟରେ 21 ବତୀର ଆଳତୀ ଏକ ସମୟରେ ହୋଇଥାଏ। ଏହି ଆଳତୀ ପହଡ଼ ଓ ପ୍ରତି ଧୂପରେ ହୋଇଥାଏ। ଶ୍ରୀମନ୍ଦିର ସେବା ପରମ୍ପରାରେ ଏକା ଏକ ସେବକ କହିଲେ କ'ଣ ବୁଝାଯାଏ? ଏକା ଏକ ସେବକ ବିଶେଷ ଶ୍ରୀମନ୍ଦିରରେ କୌଣସି ନିଯୋଗଭୁକ୍ତ ନଥିବା ଏକାକୀ ସେବା କରୁଥିବା ସେବକକୁ ବୁଝାଏ। ଶ୍ରୀମନ୍ଦିରରେ ଏକାଦଶୀ ନୀତିର ଗୁରୁତ୍ୱ କ'ଣ? ଏକାଦଶୀ ଦିନ ଶ୍ରୀମନ୍ଦିର ଉପରକୁ ମହାଦୀପ ଉଠେ। ଏକାଦଶୀ ଗୁରୁବାର ପଡ଼ିଲେ ଦଣ୍ଡଛତ୍ର ନୀତି ହୁଏ। ସୋମବାର ପଡ଼ିଲେ ଶମ୍ଭୁ ଏକାଦଶୀ ନୀତି ବଢ଼େ। ଶ୍ରୀମନ୍ଦିରରେ ବ୍ୟବହାର ହେଉଥିବା ବିଭିନ୍ନ ଭୋଗ ସାମଗ୍ରୀ ମଧ୍ୟରେ ଏଣ୍ଡୁରିର ଅର୍ଥ କ'ଣ? ଏହା ଏକ ପ୍ରକାର ପିଷ୍ଟକ ବିଶେଷ। ବିରି ଓ ଚାଉଳ ସମ୍ମିଶ୍ରଣରେ ଏହି ପିଠା ପ୍ରସ୍ତୁତ କରାଯାଏ। ମାର୍ଗଶିର କୃଷ୍ଣ ଅଷ୍ଟମୀକୁ ପ୍ରଥମାଷ୍ଟମୀ କୁହାଯାଏ। ଓଡ଼ିଶାର ଘରେ ଘରେ ଏହି ଦିନ ଏହି ପିଠା ପ୍ରସ୍ତୁତ କରାଯାଇଥାଏ। ଶ୍ରୀମନ୍ଦିରରେ ଏହି ଦିନ ଶ୍ରୀ ବିଗ୍ରହଙ୍କୁ ଧୂପରେ ଏଣ୍ଡୁରି ପିଠା ପ୍ରସାଦ ରୂପେ ପୂଜା କରାଯାଏ। ଶ୍ରୀମନ୍ଦିରରେ ଓଝା ମହାରଣା ସେବାର ଗୁରୁତ୍ୱ କ'ଣ? ଶ୍ରୀମନ୍ଦିରର କମାର ସେବକ। ଏହି ସେବକ ଗୋଷ୍ଠୀ ଶ୍ରୀମନ୍ଦିରରେ ଆବଶ୍ୟକ ବେଳେ ଅର୍ଥାତ୍ ରଥ ନିର୍ମାଣ ପାଇଁ ଲୁହା କାମ ଦରକାର ବେଳେ ଶାଳ କରି ଯୋଗାଇଥାନ୍ତି। ନବକଳେବର ସମୟରେ ଦାରୁ ଅନ୍ୱେଷଣରେ ଯିବାବେଳେ ଦାରୁ ଛେଦନ ପାଇଁ କୁରାଢ଼ୀ ଯୋଗାଇଥାନ୍ତି।